बढ़िया वीडियो क्वालिटी एटा गोटे गोटे वीडियो नौ तो 500 तू रंग मारिया पूर्व मोर गोटे कम मुझे कर दिए छादी गोटे फटोटा उठे मुझे मो ऊपर गोटे रखी बाली बस्ता गोटे रखी छादी मुझे बाली बस्ता गोटे रखी मो ऊपर मोर कर ये जो मेसीन टा आस जो लगे ना भर पूरे की खाली इंस्टाटली रखी थी जो कौन कहनी ताको मेसीन टा मुझे ये करी मैं आज 4टा सुधा जीआई पाइपटा लगे देमी डाकी दिखाँ ताको कदम जीआई पाइपटा लगे बापांकर अष्टम घरे राहु अच्छी बोली खाली लोन करके जीवन जाक मर खाली लोन करने पड़े लोन न करे खाली मेस राशि मो बापा खाली लोन कर ये हो जीवन कहाँ लोन न लोन न कर लोक बड़ लोक है घर कला किए कर से कौन जाऊँ लोन एबुठू कर जो दिन चाकरी कले से दिन लोन कर आम घर गोटे लोक आसे लोन मो छुआपा लोन करते 1.5 लाख ना 2 लाख टका है गोटे लोक आसे अधिकारी ना मो बापा चली पाते 9,000 टका दरमा पाते है 9,000 टका एवं नहीं 2008 वर्ष हो लोक पैसा देवाई आसे जो 1100 टका मो भाई पाठ पढ़ाई 1100 टका मो बापा 1000 टका थर हजि जाता मो बापा कांदी मंद बुझा से बहुत पैसा ये मो भाई जो पाठ पढ़ुला ये माने 1000 टका हजिला माने मु 20 टका भाई गांधी पकड़ 1000 टका एबे कौन 100 टका तो गला गला कहीं भावुना ए 10,000 20,000 गले गोटे हाँ गोटे पैसाटा गला मुझे 8,000 ना 7,924 टका बटेदेला LIC वाला भाभी देदेला केते कोनी जन देदेला से मुंड खराब पूरा से फेरला मिकु महंत से कौन कौन कला मिकु महंत देला ना कहला दे देम बोली बिल कह दे देनी कि देला ना लास्ट थाना दे देनी थाना कहीं कहनी से करे से पैसा भूल जा तुम गाँ लोक ना ना तो महंत का नाम कोटी के लोक भूल नंबर मारदेलो यूपीआई रे हुडी चाहिए यूपीआई रे भूल नंबर मारदेलो छड़ा कंपनी मारदेलो यूपीआई बड़ी सोचने मो बापा कौन न कर कौन जिते कर सब जीवन ये कर समय ये करी मुझे खाली देखुची मुझे खाली अपेक्षा करी सब बापा माँ को पचार पैसा
ଆଜିକାଲି ଭାବିଲେ କଥା ଜାଣିନି। ତୁ ଭାବୁଛୁ ମୋ ଭାଇ ବାହାଘର କେମିତି ଦେଖ ମୁଁ କେମିତି କରୁଛି। ଖାଲି ଜ୍ୟୋତିଷ କହୁଛି ଯେତେବେଳେ ମୋ ଭାଇର ଲଭ୍ ମ୍ୟାରେଜ୍ ଆଉ ବାପା କାନ୍ଦୁଣୁ ହେଇଛି ବିଶ୍ୱାସ କରିବୁନି। ବାପା କାନ୍ଦି ପକଉଛନ୍ତି ଯେତେବେଳେ କହୁଛି ତମ ବଡ଼ ପୁଅ ଲଭ୍ ମ୍ୟାରେଜ୍ ହେବ ବାପା କାନ୍ଦି ପକଉଛନ୍ତି। ସମସ୍ତେ ସବୁ ଜ୍ୟୋତିଷ କହିଛନ୍ତି, ସବୁ ଜ୍ୟୋତିଷ କହିଛନ୍ତି ମାନେ ମିଛ କେବେ ହବନି। 100% ଭାଇ ମୁଁ କହୁଛି ନହେଲେ ମୋତେ କହିବ ମୋତେ ଆରେ ସେ ଏପର୍ଯ୍ୟନ୍ତ ଲଭ୍ କରିନି କିନ୍ତୁ ଲଭ୍ ମ୍ୟାରେଜ୍ 100% ହେବ। ଶୁଣୁ 50ଟା କ'ଣ 100ଟା ଜ୍ୟୋତିଷକୁ ଯାଇ ଦେଖେ ସବୁ ଜ୍ୟୋତିଷ ସେଇଆ କହିବେ। 100ଟା ଉପରେ ଜ୍ୟୋତିଷ ସବୁ ସେଇ ଜିନିଷ କହିବେ, କେହି ଭୁଲ କହିବେ ନା। କେବଳ ବାହାଘର ପୂର୍ବରୁ ତାର କହୁଛନ୍ତି ଭାଇ ଅଦର କାଷ୍ଟ ମ୍ୟାରେଜ୍ 100% ଶୁଆ। ନା କରୁ ମୁଁ ଚାହୁଁଛି ସେ କଲେ ଭଲ ନା। ମୁଁ ଗୋଟେ ଦେଖିବା ପାଇଁ ଯାଉଛି ମୋ ବାପାଙ୍କର ଇଏ। ମୋର କହିବା କଥା ହେଉଛି କ'ଣ କହୁନି, ମୋ ବାପା ମୋ ମାମୁଁକୁ ଡାଇବେଟିସ୍ କହୁଥିଲେ ହେଲା। ମୋ ବାପାଙ୍କର ଟିକେ ଡାଇବେଟିସ୍ ହେଇଗଲା। ମୋ ବାପା ମୋ ମଉସା ପୁଅକୁ କହୁଥିଲେ ଚାକିରି କରୁନୁ ଇଏ କରୁନୁ ତମ ପୁଅର ଚାକିରି କଲେ ସିନା କାହାକୁ କହିବନି। କହିଲା ମାନେ ତମେ ନିଜେ ମୁଁ ଯେତେବେଳେ ଚୁପ୍ ଶାନ୍ତ ହେଇଯିବ। ଶାନ୍ତି ଦରକାର ତମକୁ। ମୁଁ ସଦାବେଳେ କୁହେ ମୋର ଭାଇ ତମେ ମାଡ଼ ଲାଗିଲା ଭଲ ମୋର କ'ଣ ଯିବ ମୋର ମୁଁ କିଛି କହିବା ନାହିଁ ନା। ତମେ ଲାଗ ତମେ ଯିବ ମଧ୍ୟସ୍ଥି କରିବା କିନ୍ତୁ ବେଶୀ ମରେଇବ। ଭୁଲରେ ମଧ୍ୟସ୍ଥି କରିବା ନାହିଁ, ଶାନ୍ତିରେ ବସ। ମୁଁ କରିବି ମୁଁ ଦେଶ ସେବା କର ତମ ଦେଶ ସେବା। ମୋର ସେମିତି ଗୋଟେ କଥା ମୁଁ ସେଇଥିପାଇଁ କରେ ଟୋଟାଲି ମାନେ ନିଜ ଇଏ ନା ତୁ ତାର ସ୍ୱାର୍ଥପର ତୁ କାହାକୁ ଅନଉନୁ ତୁ ହିଂସୁକୁଟିଆ ତୁ ପଚରା ତୁ କହେ। ଆରେ ଭାଇ ହିଂସୁକୁଟିଆ ପଚରା ନୁହେଁ। ମୁଁ ସେଇ ମ୍ୟାଟର ଦୂରେଇ ଗଲେ ଶାନ୍ତି। ରାତିରେ ଶୋଇବି ତ ଶାନ୍ତିରେ। କାହା ସହିତ ଝଗଡ଼ା ତୁ କ'ଣଟା କରୁଛୁ ତୁ କ'ଣ ଯିଏ ଖାଇଗଲା ମୁଁ ତ ମୋର କାହିଁ କରିବାର ନାହିଁ। କହୁଛନ୍ତି ତୁ ପଦାରେ କହୁନୁ। ମୁଁ କହିଲି ମୋ ପଦାରେ କ'ଣ ତମେ ମାନେ ଯଦି ଠିକ୍ ହେଇଯିବ ମାନେ ମୁଁ ଗୋଟେ କଥା ହେଉଛି ତୁ ଯଦି ଗୋଟେ ଲୋକକୁ ଇଗ୍ନୋର କରିବା ଷ୍ଟାର୍ଟ କରିବୁ ନା ଦେଖିବୁ ତୋର ଲାଇଫ୍ରେ ଗୁଡ଼ାଏ ମାନେ ସବୁ କ'ଣ ଯେଉଁ ଯେତିକି ସବୁ ନେଗେଟିଭ୍ ଜିନିଷ ମାନେ ଯେଉଁ ଲାଇଫ୍ରେ ଯେଉଁ ନେଗେଟିଭ୍ ଜିନିଷ ଦେଉଛନ୍ତି ତୋ ଲାଇଫ୍ରେ ଯେଉଁମାନେ ତୋତେ ସବୁ ତଳକୁ ଆଣିଛନ୍ତି ତ ଅପମାନିତ କରୁଛନ୍ତି ତୋତେ ସବୁ ଇଏ ତୁ ସେଇମାନଠୁ ଦୂରେଇ ଯା ହେଲା। ଦେଖିବୁ ତୋ ଲାଇଫ୍ରେ ସେ ଜିନିଷ ସେ ପ୍ରୋବ୍ଲେମ୍ ପଳେଇବ କାରଣ ସେମାନେ ତୋ ଲାଇଫ୍ରେ କିଛି ମ୍ୟାଟର ହିଁ କରନ୍ତିନି। ମାନେ ତୁ ଦେଖିବୁ ଯେ ତୋ ପାଖରେ କ'ଣ ଅଛି ତୋ ପାଖରେ ତୋ ଖୁସି ତୋ ପରିବାର ଅଛି ବାପା ମା ଅଛନ୍ତି ତୁ ଖୁସି ରହିବୁ ତୋର କାହିଁକି ତୁ ଯଦି ଦେଖେ ମନୋରଞ୍ଜିତା ମାନେ ମୁଁ ଗୋଟେ ବଢ଼ିଆ ଜିନିଷ ଆମ ସାର୍ଙ୍କଠୁ ଶୁଣିଥିଲି ବି ସକ୍ସେସ୍ ପାଇଗଲେ ଲୋକମାନେ ତୋତେ ଭାବୁଛୁ ମାନେ ତୁ ଯଦି ମୋତେ କହୁଛୁ ରିପୋର୍ଟ ଚାକିରି ମୁଁ ଚାକିରି କରିଛି ଚାକିରି କରିଦେଲା ମାନେ ମୁଁ ଗୋଟେ ଲୋକକୁ ସାମ୍ନା ମାନେ ଲୋକକୁ ଦେଖେଇଦେଲି ଯେ ମୁଁ ଚାକିରି କରିବି କିନ୍ତୁ ମୁଁ ନିଜେ ସାଟିସ୍ଫାଏ ନାହିଁ। ମୁଁ କ'ଣ କରିପାରିବି ମୁଁ ତ ନିଜେ ସାଟିସ୍ଫାଏ ହେବି ମୁଁ ତ ଖୁସିରେ ରହିବି। କାଲି ତୁ 50,000 ଟଙ୍କା କମା କି ତୁ ଲକ୍ଷେ ଟଙ୍କା କି 10 ଲକ୍ଷ ଟଙ୍କା କମା ମନେ ତା 20,000 ଟଙ୍କା ଗୋଟେ ଲୋକ କମଉଛି ସେ ତାର ଶାନ୍ତିରେ ରହୁଛି। ସେଇ 20,000 ଟଙ୍କା କମେଇକି ଶାନ୍ତିରେ ରହୁଛି ନା ସେ ଶାନ୍ତିଟା କିନ୍ତୁ ଅନ୍ୟମାନଙ୍କୁ ମାନେ ଦେହରେ ଯାଏନି। ସେଇଟା ହେଉଛି କଥା। ତୁ ଯଦି କାଲି ଟଙ୍କା 30,000 ଟଙ୍କା କମେଇବୁ କିନ୍ତୁ ଘରେ ତୁ ଶାନ୍ତିରେ ରହିବୁ ମାନେ ତୋ ପରିବାର ସବୁ ଶାନ୍ତି କିଛି ରୋଗ ବୈରାଗ ନ ରହିବ ପୁରା ଶାନ୍ତିରେ ରହିବୁ ହେଲା। ହସ ଖୁସି ମଜା କିନ୍ତୁ ମନରେ ହସ ଯେଉଁ ଖୁସିଟା ଅନ୍ୟମାନଙ୍କ ଦେହରେ ପୁରା ଜଳିଯାଏ ହେଲା। ଏଇଟା ମୁଁ ଗୋଟେ ଜିନିଷ ଦେଖିଛି ତୁ ଯେତେ ମାନେ ତକଲିଫରେ ରହ କିନ୍ତୁ ତୁ ଖୁସିରେ ରହିବୁ ସେ ଖୁସିଟା କିନ୍ତୁ ଅନ୍ୟକୁ ତକଲିଫ କରେ କାରଣ ଲୋକ ଅଛନ୍ତି ବହୁତ ପଇସା ପାଉଛନ୍ତି କିନ୍ତୁ ଭାଇ ତକଲିଫ। ମୋର ଗୋଟେ ସାଙ୍ଗ କହୁଛି ବହୁତ ପଇସା ପାଉଛି କିନ୍ତୁ ମାନେ କ'ଣ ଖୁସି ନାହିଁ ତାଙ୍କ ଘର ଭିତରେ ମାନେ ପ୍ରତି ମୁହୂର୍ତ୍ତରେ ତାଙ୍କର ମାନେ କିଏ ନେଇଗଲା ଇଏ ହେଇଗଲା ମୁଁ ମୋର କଥା ମୁଁ ଚିନ୍ତା ହିଁ କରିବିନି ମୋର କାହିଁ ଚିନ୍ତା ହିଁ କରିବି ତୁ ଭାଇ ଗଲା ନଗଲା ଇଏ କିଛି କରିବାର ନାହିଁ ମୋର ପୁରା ଶୂନ୍ୟ। ତୁ ଆସିଲୁ କହିଲୁ ମୁଁ କହିଲି ସମସ୍ତଙ୍କୁ କ୍ଷମା ମୁଁ କରିଦେବି କିନ୍ତୁ ଭୁଲିବିନି ଭାଇ ତୁ ମୋଠୁ ଆଜି ଚୋରି କରୁଛୁ ମୁଁ ତତେ ହଁ ଭାଇ ତୁ ଚୋରି କଲୁ ଆଉ ତୁ ତାପରେ ମୁଁ ଭୁଲିବି ଆରେ ଏଇ ଲୋକଟା ଚୋରି କରୁଛି ଆକୁ ଘରେ ପୁରେଇବାକୁ ଆଗେ ସତର୍କତା ଅବଲମ୍ବନ କରିବୁ ନା ନାହିଁ ଜିନିଷଟା ହେଉଛି ସେଇଆ। ବାପାଙ୍କ ସେ ଜିନିଷ କହୁଛି ଯୋଉଠି ଥିଲୁ ତୁ ଆଗେ ଯେଉଁ ଜାଗା ଥିଲୁ ଯାହା କୋଉଠି ଚାକିରି କରିଥିଲୁ ଯା ସେଠି ଥିଲା କେତେ ଟଙ୍କା ଦର ହୁଅନ୍ତାନି ଏବେ ଥିଲେ ପାଖାପାଖି ପାଇଥାନ୍ତି 1.5 ଲକ୍ଷ 1,80,000 ପାଖାପାଖି। କ'ଣ ତୋତେ କ'ଣ କଲେ କ'ଣ ସେଠି କଲେ କ'ଣ ଏତେ ବହୁତ ଜିନିଷ ହେଲା। ମୋ ବାପାଙ୍କୁ ତ ମୁଁ କଥାଟା ହେଉଛି କ'ଣ କହନି ମୋ ବାପା ଘରେ ବାପା ମା ଫୋନ୍ କରିବେନି ପୁଅ ଚାକିରି କରିଦେଲେ ନା ଟଙ୍କା ଦେଇଦେଲେ ନା ତ ମୁଁ ଟଙ୍କା ପଠେଇଦେଲି ମାସକୁ ମାସ ଫୋନ୍ଟା କରିବେନି କେମିତି ଅଛୁ ପ୍ରତିଦିନ କେହି ଫୋନ୍ କରିବେନି ମାନେ ଭାବିବା କ'ଣ ହଁ ମାନେ କାମ ଯେତେବେଳେ ପଡ଼ିବ ଫୋନ୍ଟା କରିବି ହେଲା। ତ ଜିନିଷଟା ହେଉଛି ମୁଁ ଜଣଙ୍କର ସ୍ୱାର୍ଥର ଗୋଟେ ମାନେ ମାଧ୍ୟମ ହେଇଗଲି
ବାପା ମାଆଙ୍କ ସ୍ୱାର୍ଥର ମାଧ୍ୟମ ହେଇଗଲି। କିନ୍ତୁ ସେଇଠି ମୋର ଗୋଟେ ପିଲାଟା ଥିଲା, ସେ ଚାକିରି କଲା 3 ବର୍ଷ। କ'ଣ ସେଠି ଚାକିରି କଲା? ତା ଘରେ ତା ବାପା ମାଆ ଫୋନ୍ କରିବେ, କଥାବାର୍ତ୍ତା ହେଉଥିଲେ, ଇଏ ହେଉଥିଲେ। ଆମେ ତ କ'ଣ ଆମେ ଭାଇ କୁଆଡ଼େ ନାହିଁ, ମୁଁ ସେତେବେଳେ କ'ଣ ବସିକି ଖାଲି ଖିଆପିଆ କରେ। ମୋର ସେ ସାଙ୍ଗସାଥି ଯେଉଁ ସମ୍ପର୍କ କଥାବାର୍ତ୍ତା ହୁଏ, କଥା ହେଉଛି ସେଇଠି। ଏଠି କିଏ ନାହିଁ, ସମସ୍ତେ ଖାଲି ଫୋନ୍ କରିବେ ତୋର ଯେଉଁ ଦରକାର ଥିବ, ପୁଅ କ'ଣ କରୁଛୁ, ହଁ ହେଲା। ମୋ ସେଥିପାଇଁ କାଶ କରୋନା ସମୟରେ ପଦାକୁ ଯାଇପାରିବୁନି, ସେଠି ଗୋଟେ ଘର ଭିତରେ ତୁ ସଦାବେଳେ ବସିକି ରହିବୁ। କରୋନା ଯେତେବେଳେ ହେଇଥିଲା ନାଇଁ? ହଁ, କରୋନା ସମୟରେ ଚାକିରି କରିଥିଲି 20 ମସିହାରେ। କଥା ପରମାନେଣ୍ଟ ପ୍ରାଇଭେଟ୍ ଯେଉଁ କମ୍ପାନୀ ନା କ'ଣ? କମ୍ପାନୀ ନୀଳାଞ୍ଚଳ ଭଳିଆ ଗଭର୍ଣ୍ଣମେଣ୍ଟ କମ୍ପାନୀ। ଗଭର୍ଣ୍ଣମେଣ୍ଟର କାମ କ'ଣ ଥିଲା ଏଠି? କାମ ଥିଲା କେମିକାଲ ଇଞ୍ଜିନିୟର, ମାନେ ବସିବୁ ଗୋଟେ କମ୍ପ୍ୟୁଟର ଆଗରେ ମାନେ ପ୍ଲାଣ୍ଟଟାକୁ ଅପରେଟ୍ କରିବୁ। ଏରା ଶିଖେଇଲେନି ଯାଇକି କହିବେ ଦିନ ଖରାବେଳେ ଯାଇକି ଏଠି ବସେଇବୁ, ଇଏ କରିବୁ। ବହୁତ ଝାମେଲା, କେତେ କଳି ମଜିଆ ହେଲା। ମୁଁ ଦରମା ପାଇବି, ମୁଁ ତୁମକୁ କାହିଁ ଖୁଆଇବି ମୋର ବସିକି? ତୋ ଖୁଆ ନହେଲେ ମୋତେ ଶିଖେଇବୁନି, ଇଏ କରିବୁନି। ଡେଲି ତାଙ୍କର ଗୋଟେ ପାଟି ଲାଗିଲା। ଶିଖେଇଲାନି ନା କ'ଣ? ଶିଖେଇଲାନି, ଡେଲି ମୋତେ ମୋଠୁ ଖର୍ଚ୍ଚ କରେଇଲା। ପଇସା ମୁଁ ରଖୁଛି। ଆଉ ମୁଁ ଆଣିଛୁ ନା ଯାଇ ଟୋଟାଲି ପଇସା ପ୍ରଥମ ମାସର ଦରମା ମୁଁ ଭାବିଥିଲି 5,000 ଟଙ୍କା ରଖିଥିଲି। ମୁଁ କହିଲି ନା ତାରିଣୀଙ୍କ ପାଖରେ ଚଢ଼େଇବି, କ'ଣ କହନି, ଯେଉଁ ଭୋଗ। କାରଣ ମୁଁ କହିଥିଲି ମୋ ଚାକିରି ପାଇଲେ ପ୍ରଥମ ମାସ ଦରମା ଆଜୀବନ ମୁଁ ଚଢ଼େଇବି। ମୋ ବୁଢ଼ା ମଲା 25,000 ପଠେଇଲି, ପାଖେ 55,000 ଟଙ୍କା ମୋ ବାପାଙ୍କୁ ଦେଲି ହେଲା। ବାପା କ'ଣ କଲେ ନା, ମୋ ବାପା କହିଲେ, ମୁଁ କହିଲି ବାପା, ମୁଁ ଜେଜେ ମରିବା ପାଇଁ ଦେନି। ମୁଁ କହିଲି ବାପା 55,000 ଟଙ୍କା ମୋ ବ୍ୟାଙ୍କରେ ଦେଇଦେବ, ମୋ ଲୋନ୍ଟା ସୁଝି ହେଇଯିବ। ମୋ ବାପା କ'ଣ କଲେ ନା, ସେ ସବୁ ପଇସା 55 ନୁହେଁ, ପାଖାପାଖି ତା ପରେ 4 ମାସର ପଇସା ମୁଁ ଦେଇଥିଲି ପାଖାପାଖି ହେଲା। ସେ ସବୁ ପଇସା ମୋ ବାପା ନେଇକି ମୋ ଜେଜେ କାମରେ ଲଗେଇଦେଲେ। ଯେଉଁଠୁ ଧାର କରିଥିଲେ ଇଏ କରିଥିଲେ। ତାହେଲେ ଭାବେ, ଆଉ ଏମାନେ ଗୋଟେ ଇଏ କରିବୁ, କହିଲେ ନା ତୋ ଜେଜେର ତୁ ପଇସା ଦେଇଦେଲୁ, ନେଇଯାଉ ତୋ ପଇସା। ମୁଁ କହିଲି ଭାଇ ତୁମେ ବୁଝୁନ, ମୋ ଭାଇ ସେଇ ସମୟରେ ପଇସା ଦେଇଥିଲା। ଆଉ ସେଇ ସମୟରେ ମୋ ବାପା ଆଣିଛୁ ନା, ଏଇ ବନ୍ଧୁଙ୍କୁ ଡାକ, ସେଇ ବନ୍ଧୁଙ୍କୁ ଡାକ, ସମସ୍ତଙ୍କୁ ଡାକିଲେ ଯେମିତି ପଇସା ପ୍ରବଳ ଖର୍ଚ୍ଚ ହେଇଛି ହେଲା। ମୋ ଭାଇ ପଇସା ଦେଇଛି ପାଖାପାଖି, ସେତେବେଳେ ଭାଇ ପାଇଲା 35,000 ଟଙ୍କା 32,000 ଟଙ୍କା ପଇସା ଦରମା ପଡ଼ିଲା ହେଲା। ମୋ ଭାଇ ବି 25 ପାଖାପାଖି 50-60,000 ଟଙ୍କା ଦେଇଛି, 60-70,000 ଟଙ୍କା ଦେଇଛି ମୋ ଭାଇ। ତେଣୁ ଭାବେ 60,000 ଦେଇଛି, ମୁଁ ଦେଇଛି ପାଖାପାଖି ଯେମିତି 80,000 ଖଣ୍ଡେ ପାଖାପାଖି। 1,40,000 ମୋ ବାପା ନିଜ ହାତରୁ ଖର୍ଚ୍ଚ କଲେ। ମା ଭାବେ 3 ଲକ୍ଷ 4 ଲକ୍ଷ। ତୁ ତ ଦେଖିଛୁ ମୋ ଜେଜେଙ୍କ ମଲାବେଳେ କାମରେ କୋଉଭଳିଆ କାମ ହେଉଛି। ସମସ୍ତଙ୍କୁ 700 ଟଙ୍କିଆ ଶାଢ଼ୀ ଦିଆହେଲା ହେଲା, 700-800 ଟଙ୍କିଆ ବାଲା ଶାଢ଼ୀ, ଭଲ ଶାଢ଼ୀ, କିଛି ଖରାପ ନାହିଁ, ପୁରା ମସ୍ତ ଶାଢ଼ୀ ଦିଆହେଇଛି। ସେମିତି ଶାଢ଼ୀ ତୁମେ ଏକ୍ସେପ୍ଟ କରିବ କି ଇଏ ବେଳେ? କାହାକୁ ନ ଦିଆଯାଇଛି? ମୋ ପାଇଁ ଜାଣିଛୁ ନା ଡ୍ରେସ୍ ତିଆରି ହେଇନି। ମୁଁ ଘର ପୁଅ, ମୋ ପାଇଁ ଡ୍ରେସ୍ ତିଆରି ହେଇନି। ମୋତେ ଫୋନ୍ କରି ମୋ ବାପା କହିଦେଲେ ତୁ ତୋ ପାଇଁ ଡ୍ରେସ୍ କିଣି ଆଣେ। ମୁଁ ଚାକିରି କରିଥିଲି, ମୁଁ ମୋ ପାଇଁ ଡ୍ରେସ୍ କିଣି ଆଣିଲି। ହଉ କିଣି ଆଣେ, ସମସ୍ତଙ୍କ ପାଇଁ ହେବ। ମୋ ହାତରୁ ପଇସା ଖର୍ଚ୍ଚ କରିଲେ ମୋ ପୁଷି ନାନୀ ପାଇଁ। ଭାଇ ସମସ୍ତଙ୍କର ବଡ଼ ପୁଅ ବଡ଼ ଝିଅକୁ ଡ୍ରେସ୍ ଦିଆଗଲା। ତୁମେ କ'ଣ କଲ ନା, ସାନ ଝିଅକୁ ଡ୍ରେସ୍ ଦେଲ, ଦିଅ। ସେ ସମସ୍ତଙ୍କୁ ଦେଲେ, ପୁଷି ନାନୀ ତା ଝିଅ ପାଇଁ ଦେଲେ, ଦିଅନ୍ତୁ। ଯିଏ ବାପା ଗୋଟେ ଆସିଲା ଜୁହାର ହେଇଗଲା, ଟିକେ ଭଲ ଖୁସି, ମାନେ ପଦେ 2 ପଦ କଥା ହେଇଗଲା, ବାପା ପୁରା ତରଳିଲେ ସାଙ୍ଗେ ସାଙ୍ଗେ। ତା ଝିଅଟା ପାଇଁ କ'ଣ ଗୋଟେ କରିଦେ, ଦେ ତାକୁ ପଇସା ଦେ ତାକୁ ଇଏ ଦେ। ପଦେ ନୁହେଁ, ପ୍ରଶଂସାର ପାତ୍ର। ଆଉ ତାଙ୍କୁ ଭଲ ସମସ୍ତେ କୁହନ୍ତୁ, ଭଲ ହେଇକି ଦେଖିବା ପାଇଁ ଯାଆନ୍ତି। ଏଇ ଯେଉଁ ଲୋକଟା ଯେଉଁ ଯାଇଥିଲେ ଖଣ୍ଡିତର ବାଲା ବି ସେଇ ଜିନିଷ କହିଲା। ଆଉ ଏଇ ଯେଉଁ ବାମ୍ଫିଟର ଯେଉଁ ଆଷ୍ଟ୍ରୋଲୋଜର ସେଇ ଜିନିଷ କହିଲା ଶତ୍ରୁକୁ ବି ମିତ୍ର ବୋଲି ଭାବିକି ତମେ ବହୁତ ଜିନିଷ କହିଲା। ବାମ୍ଫିଟି ଲୋକଟା ବହୁତ ବଢ଼ିଆ କହିଲା, ଜାଣିଛୁ ନା? ବାମ୍ଫିଟି ଲୋକଟା କହିଲା, ବାମ୍ଫିଟି ଗୋଟେ ଅଛି, ତା ନାଁଟା ମନେ ପଡ଼ୁନି, କାଳିଆ ନନା ହେଲା। ବାମ୍ଫିଟି କାଳିଆ ନନା, ଏଇ ଯେଉଁ ଦି ମହଲା କୋଠାଟେ ତାର, ସେଇ ବଢ଼ିଆ ଦେଖୁଛୁ ତୁ ହେଲା। ନା କାର୍ କଥା ନୁହେଁ, ଗୋଟେ ଗାଡ଼ି ଧରିକି ସଦାବେଳେ 2 ମହଲା କୋଠାଟେ। 500 ଟଙ୍କା ଦେନି, ମୁଁ ଖାଲି ଦାତଳ ଦେଇଥିଲା। ନା ସିଏ ଏତେ ଟଙ୍କା ନେଉନି, 100 ଟଙ୍କା ତ ନେଉଛି, ଯାତ 500 ଟଙ୍କା। ଆମ ଘର ମୋ ବାପାର ମୋର ସେଇ କହିଲା ବାପାଙ୍କୁ, ତମ ଶତ୍ରୁକୁ ମିତ୍ର ବୋଲି ଭାବୁଛ, ନାମ ନେଉଛ।
ସମସ୍ତଙ୍କୁ ମାନେ ଯିଏ ବାପାଙ୍କ ସହିତ ଲାଗିବ ସେ ସମସ୍ତଙ୍କୁ ବାପା ନାହିଁ ନା ମୋର ଏଇଟା କିଛି କହେନି ମୋର ମୁଁ ସେଇଠି ତାଙ୍କୁ ଗାଳି କରେ ମୁଁ କହିଲି ଭାଇ ତମେ ଶତ୍ରୁତା ତମେ